ହ୍ୟାଲୋ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଜିଏସଟିର ପରିବର୍ତ୍ତନ ବିଷୟରେ କଥା ହେବା। ଚାଲନ୍ତୁ ଜାଣିବା ଜିଏସଟିରେ କ'ଣ ପରିବର୍ତ୍ତନ ହେଇଛି ଏବଂ ତାହା ଆମ ପାଇଁ କିପରି ଲାଭଦାୟକ। ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ମୋ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି, ତାହେଲେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଦବା ଦିଅନ୍ତୁ। ଏବଂ ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗେ, ତାହେଲେ ଆପଣ ଭିଡ଼ିଓକୁ ଲାଇକ୍ କରନ୍ତୁ। ଦେଶକୁ ଐତିହାସିକ ଦୀପାବଳି ଉପହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି, ଯାହା ହେଉଛି ନେକ୍ସଟ ଜେନ୍ ଜିଏସଟି ସଂସ୍କାର। ଜୀବନଯାପନ ପ୍ରଣାଳୀକୁ ସରଳ କରିବା ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ଏହା କରାଯାଇଛି। ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ, ଘରଠୁ ବ୍ୟବସାୟ ପର୍ଯ୍ୟନ୍ତ ନେକ୍ସଟ ଜେନେରେସନ୍ ଜିଏସଟି ସର୍ଭିସଙ୍କ ନିମନ୍ତେ ଖୁସି ଆଣିଯାଇଛି। ପ୍ରଥମେ ଜାଣିବା ଦୈନନ୍ଦିନ ଆବଶ୍ୟକତା ଉପରେ ବଡ଼ ସଞ୍ଚୟ, ଯାହା ହେଉଛି କେଶ ତୈଳ, ସାମ୍ପୁ, ଟୁଥପେଷ୍ଟ, ଶୌଚାଳୟ ସାବୁନ, ଟୁଥବ୍ରଶ, ସେଭିଂ କ୍ରିମ୍ ଉପରେ ପୂର୍ବତନ ଦର ଥିଲା 18%, ନୂତନ ଦର ହେଲା 5%। ବଟର, ଘିଅ, ଛେନା, ଡେୟାରି ସ୍ପ୍ରେଡ୍ ପୂର୍ବରୁ ଦର ଥିଲା 12%, ବର୍ତ୍ତମାନ ନୂତନ ଦର ହେଲା 5%। ପ୍ରି ପ୍ୟାକେଜିଂ ନମକିନ୍, ଭୁଜିଆ ଓ ମିକ୍ସଚର ପୂର୍ବରୁ ଦର ଥିଲା 12%, ବର୍ତ୍ତମାନ ରହିଲା 5%। ଏବଂ ସ୍ୱାସ୍ଥ୍ୟ ସେବାରେ ରିହାତି, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ ଏବେ କୌଣସି ଜିଏସଟି ଲାଗିବ ନାହିଁ, ଯାହା ପୂର୍ବରୁ ଥିଲା 18%। ଏବଂ ସୁଲଭ ଶିକ୍ଷାରେ ମାନଚିତ୍ର, ଚାର୍ଟ, ଗ୍ଲୋବ୍, ପେନସିଲ୍, ଅଭ୍ୟାସ ପୁସ୍ତକ ଇତ୍ୟାଦିରେ 0% ଜିଏସଟି ରହିବ। ଆପଣ ଜିଏସଟିର ଚାର୍ଟ ଦେଖିପାରୁଥିବେ।